ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି। ସାର୍ ଯେଭଳି ଭାବେ ଆଜି ଅଧରପଣା ନୀତି ଅନୁଷ୍ଠିତ ହେଉଛି ଏବଂ ଅଧରପଣାର ଯେଉଁ ହାଣ୍ଡି ଭଙ୍ଗାଯାଏ ଏବଂ ଯାହା ପରମ୍ପରା ରହିଛି ଯେଉଁ ପ୍ରେତାତ୍ମା ଅଶରୀରୀ ରହିଛନ୍ତି ତ ସେମାନେ ହିଁ ଏହାକୁ ପିଇଥାନ୍ତି ଏବଂ ଶାନ୍ତି ପାଇଥାନ୍ତି, ମୋକ୍ଷ ପ୍ରାପ୍ତି ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ ଯେଉଁ ସାଧାରଣ ଜନତା ରହିଛନ୍ତି ବା ଶ୍ରଦ୍ଧାଳୁ ରହିଛନ୍ତି ସେମାନେ କିଛି ମାତ୍ରାରେ ସେ ସବୁକୁ ପିଇବା ପାଇଁ ଠେଲାପେଲା ଦେଖିବାକୁ ମିଳୁଛି। ପୂର୍ବରୁ ଯାହା ନଥିଲା ବର୍ତ୍ତମାନ ତାହା ଦେଖିବାକୁ ମିଳୁଛି। ତେବେ ଯେତେବେଳେ ସାଧାରଣ ଜନତା ହୁଅନ୍ତୁ ବା ଶ୍ରଦ୍ଧାଳୁଟି ହୁଅନ୍ତୁ ଏହାକୁ ପିଉଛନ୍ତି ତ କଣ ସବୁ କ୍ଷତି ହେବ ବୋଲି ଆପଣ ଭାବୁଛନ୍ତି? ଆକ୍ଚୁଆଲି କେତେ ଦୂର ଠିକ? ଜୟ ଶ୍ରୀ ଜଗନ୍ନାଥ। ଆମର ଯେତେବେଳେ ଶ୍ରୀ ଜଗନ୍ନାଥ ଆଜି ଚତୁର୍ଦ୍ଧା ମୂର୍ତ୍ତି ଫେରି ଆସନ୍ତି ବାହୁଡ଼ା ମଣ୍ଡପରୁ ଆମର ଆମେ କୁହାଯାଏ ଦେବ କିନ୍ନର ଯକ୍ଷ ସମସ୍ତେ ଆସିଥାନ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ। ଆଜ୍ଞା। ଅନେକ ଆତ୍ମା ଯେଉଁମାନଙ୍କର ସ୍ୱାଭାବିକ ମୃତ୍ୟୁ ହୋଇନଥାଏ ସେମାନଙ୍କ ଧରନ୍ତୁ କିଏ ଆତ୍ମହତ୍ୟା କରିଦେଇଛି ବା କିଏ କୌଣସି କାରଣ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାଙ୍କର ପ୍ରକୃତ ଆୟୁ ଥିବା ପର୍ଯ୍ୟନ୍ତ ସେ କେବେ ହେଲେ ମୁକ୍ତି ପାଇନଥାନ୍ତି। ସେମାନେ ଆମର ଅନ୍ତରୀକ୍ଷରେ ପ୍ରେତ ରୂପରେ ବୁଲୁଥାନ୍ତି ଏବଂ ସେମାନଙ୍କୁ ଆମେ ଅଶରୀରୀ ବୋଲି କହୁ। ଆମର ଏଇ ଯେଉଁ ଜଗନ୍ନାଥଙ୍କର ପାଖରେ ଫେରିଗଲା ପରେ ପ୍ରତ୍ୟେକ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଏବଂ ଶ୍ରୀ ସୁଭଦ୍ରାଙ୍କ ପାଖରେ 3 ହାଣ୍ଡି ଲେଖାଏ ଯେଉଁ ଅଧର ପଣା ଦିଆଯାଏ ତାହା ଭୋଗ ପରେ ଭାଙ୍ଗି ଦିଆଯାଏ। ଭାଙ୍ଗିଦେଲେ ଆମର ଶାସ୍ତ୍ରୀୟ ମତ ରହିଛି ଯେ ତାହାକୁ ଅଶରୀରୀ ଆତ୍ମାମାନେ ଭୂତ ପ୍ରେତ ପିଶାଚ ଆଦି ଲୋକମାନେ ଆଦି ଅଶରୀରୀ ଆତ୍ମାମାନେ ତାହାକୁ ପାନ କରିଥାନ୍ତି। କିନ୍ତୁ ଆପଣ ଯେଉଁ ଆଶଙ୍କା ପ୍ରକାଶ କରୁଛନ୍ତି ଯେହେତୁ ଲୋକମାନେ ତାହାକୁ ନେଇକି ପାନ କରୁଛନ୍ତି ଆମେ ଏଠି ସ୍ପଷ୍ଟ କରିବାକୁ ଚାହୁଁ ଯେ ଲୋକମାନଙ୍କ ଭିତରେ ଅଜ୍ଞାନତା ବର୍ତ୍ତମାନ ତଥାପି ମଧ୍ୟ ବହୁତ ବଢ଼ିଯାଇଛି। ଲୋକମାନଙ୍କୁ ଭ୍ରମିତ କରାଯାଉଛି ଯେ ଏହା ହେଉଛି ଜଗନ୍ନାଥଙ୍କ ପ୍ରସାଦ। କିନ୍ତୁ ସବୁ ପ୍ରସାଦ ଯେ ଜଗନ୍ନାଥଙ୍କର ମନୁଷ୍ୟ ସେବନ କରିବ କିଛି ମାନେ ନାହିଁ। ଆମର ଗୋଟେ ଅନେକ ଜାଗାରେ ଭୋଗ ବା ହୋମ ଇତ୍ୟାଦି ଯେତେବେଳେ କରାଯାଏ ଗୋଟେ ବଳି ଦିଆଯାଏ। ସେ ବଳିଟା ଆପଣଙ୍କ ଦୂର ଜାଗାରେ ଥୁଆଯାଏ ଏବଂ ତାହା ମଧ୍ୟ ସେ ଭୂତ ପ୍ରେତ ପିଶାଚ ବି ଦିଆଯାଏ। ତାହା ତ ମଧ୍ୟ କ'ଣ ଲୋକଙ୍କୁ ସେବନ କରିବା କଥା କି? ତେଣୁ କାହା ପାଇଁ କେଉଁଟା ନିର୍ଦ୍ଦିଷ୍ଟ ଆମ ଲୋକଙ୍କର ଅଜ୍ଞାନତା ଦୂର ହୋଇନଥିବାରୁ ଏବଂ କିଛି ସେବକ ତାହାଙ୍କୁ ଭ୍ରମିତ କରୁଥିବା ଜଗନ୍ନାଥଙ୍କ ଭୋଗ ନାମରେ ଲୋକମାନେ ତାହା ଗ୍ରହଣ କରିଥାନ୍ତି। କିନ୍ତୁ ସତ କଥା ଆମର ଗୋଟେ କଥା ଅଛି ଅନ୍ନମେବ ବ୍ରହ୍ମ। ଆମେ ଯେଉଁ ଭଳିଆ ଖାଦ୍ୟ ଗ୍ରହଣ କରିବା ଆମର ଆତ୍ମା ବା ଆମର ଶରୀର ସୃଷ୍ଟି ସେଇଭଳି ହେବ ଏବଂ ଆମ ମଧ୍ୟ ବୌଦ୍ଧ ଉନ୍ନତି ବା ଜ୍ଞାନ ଇତ୍ୟାଦି ସେଇଭଳି ଭାବରେ ବଢ଼ି ଚାଲିବ। ଯଦି ସାତ୍ତ୍ୱିକ ଆହାର କରିବା ତାହେଲେ ସାତ୍ତ୍ୱିକ ବୁଦ୍ଧି ଆସିବ, ତାମସିକ ଆହାର କରିବା ତାମସିକ ବୁଦ୍ଧି ଆସିବ, ଯଦି ରାଜସିକ ଖାଦ୍ୟ ଆହାର କରିବା ତାହେଲେ ରାଜସିକ ବୁଦ୍ଧି ଆସିବ। ତାହେଲେ ଏଇ ଯେଉଁ ପ୍ରସାଦଟି ବର୍ତ୍ତମାନ ଜଗନ୍ନାଥଙ୍କ ପ୍ରସାଦ ହିସାବରେ ଯେଉଁଟା ଦିଆଗଲା ସେଇଟା ଯେତେବେଳେ ମଣିଷ ଶରୀର ଭିତରକୁ ଗଲା ସେ ନିଶ୍ଚୟ ମନୁଷ୍ୟ ଭିତରେ ସେଇ ଭାବ ଉଦ୍ରେକ କରିବ। ଯେହେତୁ ଏ ଭୂତ ପ୍ରେତ ପିଶାଚ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଭୋଗ ଯାଉଛି ତେଣୁ ମନୁଷ୍ୟ ଭିତରେ ମଧ୍ୟ କଠୋରତା, ଉଗ୍ରଭାବ, ହିଂସ୍ରକ ଭାବ, ଅବିଶ୍ୱାସ ଭାବ ନିଶ୍ଚୟ ସୃଷ୍ଟି ହେବ ଯେଉଁମାନେ ଏହାକୁ ପାନ କରିବେ। ଆମର ଅଛି ଆମେ ଯେଉଁ ଭଳିଆ ଖାଦ୍ୟ ଖାଇବା ତାର ପ୍ରଭାବ ନିଶ୍ଚିତ ଆମ ଉପରେ ପଡ଼ିବ। ଏହା ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି। କିନ୍ତୁ ଲୋକମାନଙ୍କର ଅଜ୍ଞତା ଅପେକ୍ଷା ଯେଉଁମାନେ ତାଙ୍କୁ ଭ୍ରମିତ କରୁଛନ୍ତି ସେମାନେ ମଧ୍ୟ ଆମର କାହିଁକି ଆମ ଦୁଷ୍ଟ ଶକ୍ତି ଆମକୁ ସବୁବେଳେ ଭ୍ରମିତ କରିବାକୁ ଚାହାନ୍ତି ଆଉ ଭଲ ଶକ୍ତିମାନେ ଆମକୁ ସବୁବେଳେ ସୁପଥ ଦେଖାଇବାକୁ ଚାହାନ୍ତି। ତେଣୁ କିଛି ଦୁଷ୍ଟ ଶକ୍ତି ବା ଦୁଷ୍ଟ ଶକ୍ତି ସମ୍ପନ୍ନ ମଣିଷମାନେ କିଛି ଲୋକଙ୍କୁ ଭ୍ରମିତ କରାଉଛନ୍ତି ଏବଂ ସେଇମାନେ ତାହାକୁ ପାନ କରିବା ଫଳରେ ସମାଜରେ ଯେଉଁ ଅରାଜକତା ଦେଖାଯାଉଛି ହିଂସା ଦ୍ୱେଷ ରାଗ କ୍ରୋଧ ଇତ୍ୟାଦି ଦେଖାଯାଉଛି ଏହା ତାର ଫଳ। ଏହି ପଣା କେବେ ହେଲେ ମନୁଷ୍ୟ ପାନ କରିବା କଥା ନୁହେଁ। ଏହା ମନୁଷ୍ୟମାନଙ୍କ ପାଇଁ ନିଷିଦ୍ଧ। ଏହା ଶ୍ରୀ ଜଗନ୍ନାଥଙ୍କର ପ୍ରସାଦ ହେଲେ ମଧ୍ୟ ଏହାର ପୂଜା ବିଧିରେ ସମର୍ପଣ ବିଧିରେ ଯେହେତୁ ଅଶରୀରୀମାନଙ୍କୁ ଏହା ସମର୍ପିତ ହୋଇଛି ଅଶରୀରୀମାନଙ୍କ ପ୍ରସାଦ ଆମେ କେବେ ହେଲେ ଖାଇବା ନାହିଁ। ଅଶରୀରୀମାନଙ୍କ ପାଖରେ ଗୋଟେ ସମର୍ପଣ ହେଇସାରିଲା ପରେ ତାହା କେବେ ହେଲେ ମନୁଷ୍ୟ ପାଇଁ ତାହା ସେବନୀୟ ନୁହେଁ। କିନ୍ତୁ ଆମର ଯେଉଁମାନେ ଭ୍ରମିତ କରାଉଛନ୍ତି ଏବଂ ଯେଉଁମାନେ ଭ୍ରମିତ ହେଉଛନ୍ତି ତାହା ମୂଳରେ ହେଉଛି ଆମର ଅଜ୍ଞାନତା ଏବଂ ଅନ୍ୟ ଅର୍ଥରେ ମଧ୍ୟ କିଛି ସେବକ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ତାହା ମଧ୍ୟ ନିନ୍ଦନୀୟ ଏବଂ ତାହା ମଧ୍ୟ ସେଇ ଦୁଷ୍ଟ ତାଙ୍କ ମଧ୍ୟ ମନ ଭିତରେ ସେଇ ଦୁଷ୍ଟ ବୁଦ୍ଧି ରହିଛି ବା ଦୁଷ୍ଟ ବୁଦ୍ଧିର ଶିକାର ହେଇଛନ୍ତି ବା ତାଙ୍କର ଆତ୍ମାରେ ମଧ୍ୟ ସେ ଦୁଷ୍ଟ ଚିନ୍ତାଧାରା ରହିଥିବାରୁ ସେମାନେ ଏଭଳି କାର୍ଯ୍ୟ ମଧ୍ୟ କରୁଛନ୍ତି।
ଯାହା ଖାଇଛନ୍ତି ତାର ଫଳ ସେମାନେ ମଧ୍ୟ ସମାଜକୁ ଦଉଛନ୍ତି। ଆମର ଯାହା ମୁଁ କହିଲି ଅନ୍ନମେବ ବ୍ରହ୍ମ ଭଲ ଆମ ସାତ୍ଵିକ ଜିନିଷ ଆମେ ଶରୀର ଭିତରକୁ ଯିବା ଉଚିତ, କିନ୍ତୁ ଯେଉଁମାନେ ଏଇଭଳି ଭାବେ କାର୍ଯ୍ୟ କରୁଛନ୍ତି ସେଥିପାଇଁ ଆମ ସମାଜରେ କିଛି ନା କିଛି ବିଘଟନ ସୃଷ୍ଟି ହେଉଛି।